ଗୋଟେ କାର୍ଯ୍ୟକ୍ରମ ଦୋକାନ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ କଣ କହିବେ? ଗୋପାଳ ଯୋଉ ଷ୍ଟିଲ୍ ଆମର ଦୋକାନ ଗୋପାଳ ଯୋଉ ଷ୍ଟିଲ୍ ଏ ଯୋଉ ଆଜି ଦୋକାନ ଖୋଲିଲା ये ସବୁ ନିର୍ଭର କରେ ଯୋଉ ଲୋକଟି ବ୍ୟକ୍ତିଟି ୟାକୁ ପରିଚାଳନା କରିବେ ତାଙ୍କର ନିଷ୍ଠା ଉପରେ ନିଷ୍ଠା ସଚୋଟତା ମୋର ବିଶ୍ୱାସ ଅଛି ଯେ ୟାକୁ ଯିଏ ଖୋଲିଛି ମୁଁ ତା ସହିତ ସେ ମୋ ସହିତ 30-35 ବର୍ଷ କାଳ ରହିଥିଲା ଏଣୁ ତାର ସଚୋଟତା ବିଷୟରେ ମୋର ଆଦୌ ସନ୍ଦେହ ନାହିଁ ଭଗବାନଙ୍କ ଦୟାରୁ ସେ ଏ ଦୋକାନଟି ଖୋଲିବା ଦାୟିତ୍ୱରେ ଅଛି ଏବଂ ମୋର ବିଶ୍ୱାସ ଆମ ଅଞ୍ଚଳରେ ଯେଉଁ ବର୍ତ୍ତମାନ ଡେଭଲପମେଣ୍ଟ ହେଉଛି ନିଆଳି ଅଞ୍ଚଳରେ ବହୁତ ଘର ଦ୍ୱାର ତିଆରି ହେଉଛି ବିଭିନ୍ନ ଅନୁଷ୍ଠାନ ସବୁ ତିଆରି ହେଉଛି ତାର ଆବଶ୍ୟକତା ଅଛି ଏ ଜିନିଷର ଆବଶ୍ୟକତା ଅଛି ଏବଂ ବର୍ତ୍ତମାନ ଆମ ଅଞ୍ଚଳର ଆବଶ୍ୟକତା ମଧ୍ୟ ଅଛି ଏଣୁ ସେସବୁ ଦୃଷ୍ଟିରୁ ଏ ଦୋକାନ ନିଶ୍ଚୟ ଆଗକୁ ଆଗେଇବ ପ୍ରଭୁ ଗୋପାଳଜୀଙ୍କର ଆଶୀର୍ବାଦ ରହିବ ଏ ଦୋକାନ ବହୁତ ଭଲ ଭାବରେ ଆଗେଇବ ଆଉ କେବଳ ସଚୋଟତା ରହିବ ଭଲ ଜିନିଷ ଏବଂ ନିଷ୍ଠାର ସହିତ ଲୋକଙ୍କର ସେବା ଏ କାର୍ଯ୍ୟଟି ହେଲେ ଖୁବ୍ ଆଗକୁ ଆଗେଇ ପାରିବ ଏ ବିଶ୍ୱାସ ମୋର ଅଛି। ଆଜି ଆମ ମୋର ଦାଦା ହେବେ ବିଶ୍ୱମ୍ବର ସ୍ୱାଇଁ ଆଣ୍ଡ କୋ ଶ୍ରୀ ଗୋପାଳଜୀ ଷ୍ଟିଲ୍ ଏଇ ଯୋଉ ନୂତନ ଭାବରେ ଆଜି ଆରମ୍ଭ ହେବାକୁ ଯାଉଥିବା ଏଇ ଆମର ଇଏଟାକୁ ଏଇ ଦୋକାନଟା ଯୋଉ ଉଦ୍ଘାଟନ ହେଲା ଆକୁ ପୂର୍ବତନ ଅର୍ଥମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପଞ୍ଚାୟନ କାନୁନଗୋ ଯେ ଆମର ଦାଦା ତାକୁ ଉଦ୍ଘାଟନ କଲେ ଆମେ ତାଙ୍କ ସହିତ ଯୋଗ ଦେଲୁ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଏବେ ବିଭିନ୍ନ ଶିଳ୍ପ ସଭ୍ୟତା ଗଢ଼ି ଉଠୁଛି ତେଣୁ ଏଗୁଡ଼ାକୁ ଆମେ ଠିକ ଭାବରେ ଯଦି କାର୍ଯ୍ୟ କରିବା ଏବଂ ଆମ ଭିତରେ ଯଦି ରହିବ ମୂଲ୍ୟାୟନକୁ ଆମେ ସଠିକ ଭାବରେ ମୂଲ୍ୟାୟନ କରିକି କାର୍ଯ୍ୟ କରିବା ତାହେଲେ ଏଇ ଯୋଉ ନୂଆ ଛୋଟ କ୍ଷୁଦ୍ର ଦୋକାନଟି ଆଜି ଗଢ଼ି ଉଠୁଛି ସେ ଭବିଷ୍ୟତରେ ନିଶ୍ଚୟ ଏ ଅଞ୍ଚଳରେ ସୁନାମ ଅର୍ଜନ କରିବ ଏବଂ ବହୁ ଗ୍ରାହକଙ୍କୁ ଆକୃଷ୍ଟ କରିବ ସେମାନେ ଏଠିକି ଆସିବେ ଏବଂ ତାର ବ୍ୟବସାୟ ବାଣିଜ୍ୟ ଆହୁରି ଦ୍ରୁତ ଗତିରେ ଆଗେଇ ଚାଲିବ ତେଣୁ ଆଜିକାଲିର ଯୋଉ ବେକାରୀ ସମସ୍ୟା କୌଣସି ଚାକିରି ପଛରେ ନ ଗୋଡ଼େଇ ତା ପୁଅ ଗୋଟେ ଡିପ୍ଲୋମା ଇଞ୍ଜିନିୟର କିନ୍ତୁ ସେ ଚାକିରି ପଛରେ ନ ଗୋଡ଼େଇ ସ୍ୱାବଲମ୍ବନଶୀଳ ହେଇ ଏଇ ଯୋଉ କାର୍ଯ୍ୟ କରିବା ପାଇଁ ଆଗେଇ ଆଇଲା ମୁଁ ତାକୁ ଶୁଭେଚ୍ଛା ଅଭିନନ୍ଦନ ଶୁଭକାମନା ଜ୍ଞାପନ କରୁଛି ଏବଂ ଏ ଦୋକାନ ଶ୍ରୀ ଗୋପାଳଜୀ ଷ୍ଟିଲର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ଆପଣମାନଙ୍କୁ ବି ଧନ୍ୟବାଦ ଦଉଛି ଆପଣ ଏଠି ଆସି କଭରେଜ କରିଥିବାରୁ ଆପଣଙ୍କୁ ମୁଁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ଧନ୍ୟବାଦ ନମସ୍କାର ବନ୍ଧୁ ମୁଁ ଶ୍ରୀ ସୁଭାଷ ଚନ୍ଦ୍ର ଜେନା ଆମ ଘର ଦହିଜଙ୍ଗ ଆଉ ଯେ ଆମର ବିଶ୍ୱମ୍ବର ସ୍ୱାଇଁ ଯିଏ ସଂସ୍ଥାଟିକି ଖୋଲିଛନ୍ତି ସେ ଆମର ଅତି ଘନିଷ୍ଠ ବହୁତ ଉଦ୍ୟୋଗୀ ପିଲାଟିଏ ଏବଂ ବହୁତ ସଚ୍ଚୋଟତା ରହିଛି ପରିଶ୍ରମୀ ବି ମୋର ଆଶା ଓ ବିଶ୍ୱାସ ପ୍ରଭୁ ଶ୍ରୀ ଗୋପାଳଜୀଙ୍କର ଆଶୀର୍ବାଦରୁ ଏ ସଂସ୍ଥା ଦିନେ ନା ଦିନେ ଉତ୍ତରୋତ୍ତର ଉନ୍ନତି କରିବ ଏବଂ ଏ ଅଞ୍ଚଳର ଯାହା ଆବଶ୍ୟକତା ଅଛି ଷ୍ଟିଲ୍ ଜିନିଷ ଉପରେ ତାହା ଏ ପୂରଣ କରିବ ଏବଂ ବହୁତ ଉଚ୍ଚମାନର ଗୁଣବତ୍ତାର ଜିନିଷ ଆମର ସ୍ଥାନୀୟ ଲୋକମାନେ ପାଇପାରିବେ। ଆମେ ଏଇ ନିଆଳି ଅଞ୍ଚଳର ବାସିନ୍ଦା ତ ଆମ ଚିନ୍ତାଧାରା ଅନୁସାରେ ଏଇ ନିଆଳି ଅଞ୍ଚଳରେ ଆମ ଭଳି ଏକ ଷ୍ଟିଲ୍ ଦୋକାନ ବା କୌଣସି ହୋଲସେଲର ନାହିଁ ତ ସେଥିପାଇଁ ଆମେ ଏଇ ନିଆଳି ଅଞ୍ଚଳରେ ହଳଦୀ ବସନ୍ତ ମେନ୍ ରୋଡ୍ ସାଇଡ୍ରେ ଏକ ନୂଆ ହୋଲସେଲିଂ ଦୋକାନଟେ ଓପନିଂ କରିଛୁ ତ ଆମର କଟକ ଆଉ ଭୁବନେଶ୍ୱରରୁ ଯୋଉ ଯେମିତିକା କ୍ୱାଲିଟିର ମାଲ ଆଉ ଯୋଉ ମାନେ ଯେତିକି ପଇସାର ମାଲ ଆସୁଛି ତାଠୁ ଆମ ଖୁବ୍ କମ୍ ରେଟ୍ରେ ଦେବୁ ଏବଂ କ୍ୱାଲିଟିର ମାଲ ବି ଦେବୁ ଆପଣ ଥରେ ଆସନ୍ତୁ ଆମ ଶ୍ରୀ ଗୋପାଳଜୀ ଷ୍ଟିଲ୍ ସବକୁ ଭିଜିଟ୍ କରନ୍ତୁ ଧନ୍ୟବାଦ।